ପିଲାମାନେ ଗପ ଶୁଣିବା। ଆଜିର ଗପର ନାଁ ମତ୍ସ୍ୟକନ୍ୟା ଓ ମୁନୁ। ମତ୍ସ୍ୟକନ୍ୟା ମାନେ ତୁମେମାନେ ଜାଣିଛ? ମତ୍ସ୍ୟକନ୍ୟାର ଅଣ୍ଟାଠାରୁ ମୁଣ୍ଡ ପର୍ଯ୍ୟନ୍ତ ମଣିଷ ଭଳି ଆଉ ଅଣ୍ଟାଠୁ ତଳକୁ ମାଛର ଲାଞ୍ଜ ଭଳି ହେଲା। ଦିନେ ରାତିରେ ମୁନୁ ନିଘୋଡ଼ ନିଦରେ ଶୋଇପଡ଼ିଥାଏ। ନିଦରେ ଶୋଇ ଗୋଟିଏ ସ୍ୱପ୍ନ ଦେଖିଲା ମୁନୁ ଗୋଟିଏ ଜାହାଜରେ ବସି ସମୁଦ୍ରରେ ଭାସୁଛି। ଦୂରରୁ ଅନେକ ଗୁଡ଼ିଏ କୁନି କୁନି ଡଙ୍ଗା ଭାସୁଥିବାର ଦେଖାଯାଉଥାଏ। ସମୁଦ୍ର କୂଳରେ ଏତେ ବଡ଼ ବଡ଼ ଢେଉ, ହେଲେ ସମୁଦ୍ର ମଝିରେ ପାଣି ପୁରା ଶାନ୍ତ ଆଉ ସ୍ଥିର। ଏସବୁ କଥା ମୁନୁକୁ ଆଶ୍ଚର୍ଯ୍ୟ ବି ଲାଗୁଥାଏ। ସେହି ସମୟରେ ଦୂରରୁ ଛୋଟିଆ ବୋଇତଟିଏ ଭାସି ଆସୁଥିବାର ମୁନୁ ଦେଖିଲା। ବୋଇତଟି ତା ପାଖକୁ ଆସିଲା। ହଠାତ୍ ଦେଖିଲା ଖୁବ୍ ସୁନ୍ଦର ଝିଅଟିଏ ବୋଇତରେ ବସିଛି। ଧଳା ରଙ୍ଗର ପୋଷାକ ପିନ୍ଧିଛି ଆଉ ମୁନୁକୁ ଦେଖି ହସୁଛି। ମୁନୁ ମନେ ମନେ ଭାବିଲା, ଏ ନିଶ୍ଚୟ ମତ୍ସ୍ୟକନ୍ୟା, କାରଣ ତାର ଲାଞ୍ଜଟି ମାଛ ପରି। ମା ତ କହୁଥିଲେ ମତ୍ସ୍ୟକନ୍ୟାମାନେ ଗଭୀର ଜଳରେ ରହନ୍ତି। ମତ୍ସ୍ୟକନ୍ୟାଟି କହିଲା, ହଁ ମୁନୁ, ମୁଁ ମତ୍ସ୍ୟକନ୍ୟା, ମୋ ନାଁ ଜଳପରି। ମୁନୁ ହଠାତ୍ ଚମକି ପଡ଼ିଲା। ମତ୍ସ୍ୟକନ୍ୟା ଜାହାଜ ଭିତରେ ତାର ବହୁତ ପାଖରେ ଠିଆ ହେଇଛି। ମତ୍ସ୍ୟକନ୍ୟା କହିଲା, ତୁମେ ଆମ ରାଜ୍ୟକୁ ଆସିଥିବାରୁ ଆମ ରାଜା ତୁମ ପାଖକୁ ମୋତେ ପଠେଇଛନ୍ତି, ଯେମିତିକି ତୁମର କିଛି ଅସୁବିଧା ନ ହୁଏ। ଆଉ ମୁଁ ତୁମକୁ ଆମ ରାଜ୍ୟର ସବୁ ଜାଗା ବୁଲେଇବି। ଆସ, ମୋ ହାତ ଧରି ମୋ ବୋଇତକୁ ଚାଲି ଆସ। ମୁନୁ ମତ୍ସ୍ୟକନ୍ୟାର ହାତ ଧରି ଜାହାଜରୁ ଓହ୍ଲାଇ ମତ୍ସ୍ୟକନ୍ୟାର ବୋଇତକୁ ଚାଲିଗଲା। ମତ୍ସ୍ୟକନ୍ୟା ସାଙ୍ଗରେ ସମୁଦ୍ରର ଚାରିଆଡ଼ ବୁଲି ବୁଲି ଦେଖିଲା। ମୁନୁ ପଚାରିଲା, ଆଚ୍ଛା ଜଳପରି, ତୁମେ ଗଭୀର ଜଳରେ ରହୁଛ, ତୁମକୁ ଅଣନିଶ୍ୱାସୀ ଲାଗୁନି? ତୁମକୁ ଡର ଲାଗୁନି? ସବୁ କଥା ଶୁଣି ମତ୍ସ୍ୟକନ୍ୟାଟି ହସିଦେଲା ଆଉ କହିଲା, ତୁମ ପାଇଁ ସ୍ଥଳଭାଗ ଯେମିତି ସୁବିଧାଜନକ, ଆମ ପାଇଁ ଜଳଭାଗ ସେମିତି ସୁବିଧାଜନକ। ଡର କାହିଁକି ଲାଗିବ? ମୁଁ କ'ଣ ଏଠି ଏକା ରହୁଛି? ମୋ ସାଥିରେ ଆହୁରି ଅନେକ ଜୀବଜନ୍ତୁ ଏଠି ରହୁଛନ୍ତି। ମୁନୁ କହିଲା, ହଁ, ମୁଁ ବିଜ୍ଞାନ ବହିରେ ପଢ଼ିଛି, ଜଳରେ ମାଛ, ସାପ, ଗେଣ୍ଡା, ଶାମୁକା, କଇଁଚ, କଙ୍କଡ଼ା, ଶଙ୍ଖ ସବୁ ରହନ୍ତି। ଏମିତି କଥାବାର୍ତ୍ତା ଭିତରେ ସେମାନେ ଯାଇ ସମୁଦ୍ର ମୁହାଣ ନିକଟରେ ପହଞ୍ଚିଗଲେ। ମୁନୁ ଦେଖିଲା ଅନେକ ଜଳଧାରା ଆସି ସେହି ସ୍ଥାନରେ ସମୁଦ୍ରରେ ମିଶିଛି। ମୁନୁ ମନରେ ଅନେକ ପ୍ରଶ୍ନ। ମତ୍ସ୍ୟକନ୍ୟା ତା ମନ କଥା ବୁଝିପାରିଲା ଆଉ ତାକୁ କହିଲା, ନଦୀମାନେ ପାହାଡ଼ ପର୍ବତରୁ ସୃଷ୍ଟି ହୁଅନ୍ତି ଆଉ ସମତଳ ଭୂଇଁ ଦେଇ ବହୁ ଦୂର ବହି ଆସିଲା ପରେ ସମୁଦ୍ରରେ ମିଶନ୍ତି। ନଦୀମାନେ ସମୁଦ୍ରରେ ଯେଉଁ ସ୍ଥାନରେ ମିଶନ୍ତି ତାକୁ କହନ୍ତି ମୁହାଣ। ମୁନୁ ଆଶ୍ଚର୍ଯ୍ୟ ହୋଇ ସବୁ କଥା ଶୁଣୁଥାଏ। ସେତେବେଳକୁ ରାତି ହୋଇଗଲାଣି। ଆକାଶରେ ପୁନେଇ ଜହ୍ନଟା ତୋଫା ଆଲୁଅ ବିଛେଇ ଦେଇଥାଏ। ସମୁଦ୍ର ପାଣିରେ ଜହ୍ନ ଆଲୁଅ ପଡ଼ି ଚିକ୍ ଚିକ୍ ଦିଶୁଥାଏ। ମୁନୁକୁ ଏ ଦୃଶ୍ୟ ବହୁତ ଖୁସି ଲାଗିଲା। ମୁନୁ କହିଲା, ମାଛ ପରି, ମୋତେ ତୁମେ ତୁମ ଘରକୁ ନଉନ? ମୁଁ ଟିକେ ତୁମ ସାଙ୍ଗସାଥିମାନଙ୍କୁ ଦେଖନ୍ତି, ମୋର ବହୁତ ଇଚ୍ଛା ହେଉଛି। ମତ୍ସ୍ୟକନ୍ୟା କହିଲା, ନାରେ ମୁନୁ, ଏକଥା ସମ୍ଭବ ନୁହଁ। ତମେ ଆମ ଘରେ ରହିପାରିବନି। ତମକୁ ଆମ ଘରକୁ ଯିବାକୁ ହେଲେ ସାଙ୍ଗରେ ଶ୍ୱାସକ୍ରିୟା କରିବା ପାଇଁ ଅମ୍ଳଜାନ ଥଳି ନେବାକୁ ପଡ଼ିବ। ମୁନୁ କହିଲା, କାହିଁକି? ଜଳରେ ଯେଉଁ ଜୀବଜନ୍ତୁମାନେ ରହନ୍ତି ସେମାନେ କ'ଣ ଶ୍ୱାସକ୍ରିୟା କରନ୍ତିନି? ମତ୍ସ୍ୟକନ୍ୟା କହିଲା, ହଁ, ପ୍ରତ୍ୟେକ ଜୀବଜନ୍ତୁ ଶ୍ୱାସକ୍ରିୟା କରନ୍ତି, ସଜୀବ ଜୀବଜନ୍ତୁମାନେ। ହେଲେ ଜଳରେ ଯେଉଁମାନେ ରହନ୍ତି ସେମାନଙ୍କର ଶ୍ୱାସକ୍ରିୟା ପାଇଁ ତାଙ୍କ ଶରୀରରେ ଅଲଗା ବ୍ୟବସ୍ଥା ଥାଏ। ସେମାନେ ଜଳରୁ ଅମ୍ଳଜାନ ଗ୍ରହଣ କରନ୍ତି। କିନ୍ତୁ ସ୍ଥଳଜୀବମାନଙ୍କ ପାଇଁ ଶ୍ୱାସକ୍ରିୟା ବ୍ୟବସ୍ଥା ଅଲଗା ଥାଏ। ସେମାନେ ବାୟୁରୁ ଅମ୍ଳଜାନ ଗ୍ରହଣ କରନ୍ତି। ତେଣୁ ତୁମେ ଆମ ରାଜ୍ୟରେ ରହିପାରିବ ନାହିଁ। ମତ୍ସ୍ୟକନ୍ୟାର କଥା ଶୁଣି ମୁନୁ ମନ ଟିକେ ଦୁଃଖ ହେଲା। ମତ୍ସ୍ୟକନ୍ୟା କହିଲା, ବହୁତ ରାତି ହେଲାଣି, ମା ତୁମକୁ ଖୋଜୁଥିବେ, ଏବେ ଘରକୁ ଫେରିଯାଅ ମୁନୁ। ମୁନୁ କହିଲା, ମାଛ ପରି, ମୁଁ ପୁଣି ଆଉ ଦିନେ ଆସିବି, ତମ ସାଙ୍ଗରେ ପାଣିରେ ବୁଲିବି। ମତ୍ସ୍ୟକନ୍ୟା କହିଲା, ହଁ ଠିକ୍ ଅଛି, ହେଲେ ଟିକେ ରୁହ, ତୁମେ ଆମ ରାଜ୍ୟର ଅତିଥି, ଏମିତି କ'ଣ ଖାଲି ହାତରେ ଫେରିଯିବ? ଏହା କହି ମତ୍ସ୍ୟକନ୍ୟାଟି ପାଣି ଭିତରେ ବୁଡ଼ିଗଲା ଆଉ ଉପରକୁ ଉଠିଲା ବେଳେ ତା ହାତରେ କିଛି ଶଙ୍ଖ, ଶାମୁକା, ମୋତି ଆଣିକି ଆସିଲା। ମୁନୁ ହାତରେ ଧରେଇ ଦେଲା। କହିଲା, ନିଅ, ଏସବୁ ତୁମ ସାଙ୍ଗସାଥୀଙ୍କୁ ଦେଖେଇବ ଆଉ ଆମ ରାଜ୍ୟର କାହାଣୀ ଶୁଣେଇବ। ମୁଁ ଏବେ ଯାଉଛି। ହଠାତ୍ ମତ୍ସ୍ୟକନ୍ୟା କୁଆଡ଼େ ଉଭେଇ ଗଲା। ମୁନୁ ନିଦ ବାଉଳାରେ ଚିତ୍କାର କରୁଥାଏ, ମାଛ ପରି, ମାଛ ପରି। ହଠାତ୍ ମୁନୁ ଚାହିଁଲା ବେଳକୁ
ସକାଳ ହେଇଗଲାଣି। ମା ଆସି ତାକୁ ଗେଲ କରି ପକେଇଲେ। ପଚାରିଲେ, ମୁନୁ ତୁ ସ୍ୱପ୍ନ ଦେଖୁଥିଲୁ କି? ମୁନୁ କହିଲା, ହଁ ମା, ମୁଁ ଆଜି ଗୋଟେ ମତ୍ସ୍ୟକନ୍ୟାର ସ୍ୱପ୍ନ ଦେଖୁଥିଲି।